ରାଇରଙ୍ଗପୁର ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ। ରାଇରଙ୍ଗପୁର 8-3-2026। ଆଜି ମାର୍ଚ୍ଚ 8 ହେଉଛି ଆନ୍ତର୍ଜାତିକ ମହିଳା ଦିବସ। ସାରା ଭାରତରେ ହର୍ଷ ଉଲ୍ଲାସରେ ମହା ଆନନ୍ଦରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଦେୱାନୀ ଓ ଫୌଜଦାରୀ ଅଦାଲତଠାରେ ତାଲୁକ ଆଇନ ସେବା ସମିତି ଏବଂ ରାଇରଙ୍ଗପୁର ମହିଳା କଲେଜର ୟୁଥ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ବିରାଟ ଶୋଭାଯାତ୍ରା ଅଦାଲତରୁ ବାହାରି ବସଷ୍ଟାଣ୍ଡ, ମନ୍ଦିର ସାହି, ମୁର୍ମୁ ଛକ, କଚେରୀ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ଦେଇ ଗଲା ପରେ ପୁନର୍ବାର ଅଦାଲତ ପହଞ୍ଚିଥିଲା। ଏଥିରେ ବିଭିନ୍ନ ସଚେତନାତ୍ମକ ବାର୍ତ୍ତା, ନାରୀ ବିନା ପ୍ରଗତି ନାହିଁ, ନାରୀ ଶକ୍ତି ଜଗତର ଶକ୍ତି, ତାଙ୍କର ବଳ ଆରମ୍ଭ ଭବିଷ୍ୟତ, ସେ ହେଉଛି ନାରୀ, ସେ ହେଉଛି ଶକ୍ତି, ନାରୀ ବିନା କୌଣସି ଉନ୍ନତି ନାହିଁ, ନାରୀଙ୍କୁ ପୁରୁଷ ସହ ସମାନ ଅଧିକାର ଦିଆଯାଉ, ନାରୀର ଶକ୍ତି ହିଁ ହେଉଛି ପୃଥିବୀର ପ୍ରଚଣ୍ଡ ଶକ୍ତି, ମହିଳା ଶକ୍ତିକୁ କରି ଜାଗ୍ରତ, ସମାଜସେବା ସୁସ୍ଥ ସୁନ୍ଦର ଇତ୍ୟାଦି ନାରା ଦେଇ ଲୋକମାନଙ୍କୁ ସଚେତନତା କରାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କଟକର ଭି ସୁଜାତା, ଅତିରିକ୍ତ ଜଜ୍ ତଥା ଏସଡିଜିଏମ୍ ମନିନ୍ଦ୍ରୀ ଭୂଷଣ ସାହୁ, ବରିଷ୍ଠ ଦେୱାନୀ ତଥା ସରକାରୀ ଦୌରା ଜଜ ଆଲୋକ ପଣ୍ଡା, ଜେଏମଏଫସି ଚେତନା ପଟ୍ଟନାୟକ, ରାଇରଙ୍ଗପୁର ମହିଳା କଲେଜର ଜାତୀୟ ସେବା ଯୋଜନା ସଂଯୋଜକ ବିଜୟ କୁମାର ରାମ, ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଅନିତା ସାମଡ଼, ୟୁଥ ରେଡକ୍ରସ ସଂଯୋଜକ ପ୍ରିୟତମା ହେମ୍ବ୍ରୁମ ତଥା ରାଇରଙ୍ଗପୁର ଟାଉନ ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ ଓ ସବ୍ ଇନ୍ସପେକ୍ଟର ମିନତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ସମସ୍ତ ନ୍ୟାୟାଧୀଶ ଅଦାଲତର ପୁରୁଷ ମହିଳା କର୍ମଚାରୀ ଏବଂ ରାଇରଙ୍ଗପୁର ମହିଳା କଲେଜର ଛାତ୍ରୀ ସମୂହ ପରିଚାଳନାରେ ସହଯୋଗ କରିଥିଲେ। ନାରୀମାନଙ୍କୁ ଅଦାଲତ ତଥା ସହରର ବିଭିନ୍ନ ସ୍ଥାନରେ ଗୋଲାପ ପୁଷ୍ପ ଦେଇ ସମ୍ମାନିତ କରାଯାଇଥିଲା। ବାସ୍ତବିକ ନାରୀ ହିଁ ସମାଜର ଅବିଚ୍ଛେଦ୍ୟ ଅଙ୍ଗ, ତାଙ୍କ ବିନା କୌଣସି କାର୍ଯ୍ୟ ସଫଳ ହୋଇପାରିନଥାଏ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।